ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଚରଣାର ବିନ୍ଦରେ ଶତକୋଟି ପ୍ରଣାମ ଜଣାଉଛି। ଆମେ ଓଡ଼ିଶାବାସୀ ସମସ୍ତେ ଜଗନ୍ନାଥ ସଂସ୍କୃତିର ଅଧିବାସୀ, ତେଣୁ ସେ ମହାପ୍ରଭୁ ଜଗନ୍ନାଥଙ୍କର ଯେଉଁ ଧାରା ରହିଛି, ଜାତି ପ୍ରଥା ରହିଛି, ସେଇ ଜାତି ପ୍ରଥା ମଧ୍ୟରେ କୈବର୍ତ୍ତ ଭାଇମାନଙ୍କ ପାଇଁ କୈବର୍ତ୍ତ ଭାଇମାନଙ୍କର ଯେଉଁ ମାଙ୍କର ପୂଜା, ମୋ ଅନୁଭୂତିରେ ଏ ଧରାଧାମକୁ ମା ଦୁଇଥର ପ୍ରବେଶ କରନ୍ତି। ଦଶହରାରେ ଜଗଜ୍ଜନନୀ ମା ପ୍ରବେଶ କରନ୍ତି ଏବଂ ଆମର ମା ବାସୁଳେଇ ଦେବୀ ଧରାଧାମକୁ ପ୍ରବେଶ କରିଥାନ୍ତି। ବଡ଼ ସୌଭାଗ୍ୟର କଥା, ଏପଟେ କଟକ ସଦର ନିର୍ବାଚନ ମଣ୍ଡଳୀ, ମାହାଙ୍ଗା ନିର୍ବାଚନ ମଣ୍ଡଳୀ, ପାରାଦୀପ ନିର୍ବାଚନ ମଣ୍ଡଳୀ, ଏପଟେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଠାରୁ ଯେତେ କୈବର୍ତ୍ତ ଭାଇମାନେ ରହିଛନ୍ତି, ଜାତି ଶ୍ରେଷ୍ଠ କୈବର୍ତ୍ତ ଯେଉଁମାନେ ମାଙ୍କ ପୂଜା କରି ଗୋଟେ ସ୍ୱତନ୍ତ୍ର ଗୋଟେ ଇତିହାସ ସୃଷ୍ଟି କରିଛନ୍ତି। ଏଇଟା ପାରମ୍ପରିକ ଢଙ୍ଗ, ପାରମ୍ପରିକ ବିଧି ବିଧାନ ଭିତରେ ଗୋଟେ ସୂତା ଖିଅରେ ଚାରିଟା ନିର୍ବାଚନ ମଣ୍ଡଳୀରେ ଥିବା କୈବର୍ତ୍ତ ଭାଇମାନେ ଆଜି ମହାପୁରୁଷ ଦଧିବାବନ ଠାରୁ ଏ ଯୋଉ ପୂଜା ଅର୍ଚ୍ଚନା କରି ଅଚ୍ୟୁତାନନ୍ଦ ଗାଦିଙ୍କ ଯାକେ ଗୋଟା ଆମର ସମାରୋହରେ ଯିବେ। ସେଠି 4 ଦିନ ଧରି କାର୍ଯ୍ୟକ୍ରମ ପାଳନ ହେବ। ମୁଁ ମୋ ତରଫରୁ, ଆମ ଅଞ୍ଚଳବାସୀ ତରଫରୁ କୈବର୍ତ୍ତ ଭାଇମାନଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ନମସ୍କାର କରୁଛି ଏବଂ ଯେତେ ଧନ୍ୟବାଦ ସେମାନଙ୍କୁ ଦେଲେ କମ୍ ହବ। ଯେତେ ଜାତି ଭାଇମାନେ ଆମେ ଅଛୁ, ସମ୍ପୂର୍ଣ୍ଣ ନିଆରା ହଉଛି କୈବର୍ତ୍ତ ଭାଇମାନେ, ଯେଉଁମାନଙ୍କର ଇଷ୍ଟ ଦେବ ମା ବାସୁଳେଇ, ସେ ମା ବାସୁଳେଇଙ୍କ ପୂଜା ଅର୍ଚ୍ଚନା ପାଇଁ ଗୋଟିଏ ସୂତା ଖିଅରେ ତାଙ୍କ ଧର୍ମ ଅବଲମ୍ବୀ ଯେତେ ଅଛନ୍ତି, ଏଠି ନେମାଳ, ଏଠି ମାଳଦା, ଏଠି ସାନ୍ତପୁର, ଏଠି ଅଭିବ୍ୟକ୍ତ ମହମ୍ମଦପୁର, ସବୁ ଅଞ୍ଚଳରୁ ବାସୁଳେଇର ଯୋଉ କର୍ମକର୍ତ୍ତା ମାନେ ଆସିଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ତାଙ୍କର ଏ ଯୋଉ ବିଧାନ ପାଇଁ ଏହା ଆମ ମାନଙ୍କର ଇଚ୍ଛା ନୁହଁ, ଏ ଜଗତର ନାଥ ଜଗନ୍ନାଥଙ୍କର ଇଚ୍ଛା। ତେଣୁ ବଡ ଦୁଃଖ ଆଉ ପରିତାପର ବିଷୟ, ଆଜି ଏ କାର୍ଯ୍ୟକ୍ରମର ଯିଏ ଆବାହକ ଫକୀର ଚରଣ ଦଳାଇ, ଯିଏ ଆଜି ସମସ୍ତଙ୍କୁ ଏକାଠି କରିଛନ୍ତି, ସେ ଆର ବର୍ଷ ଥିଲେ, ଏ ବର୍ଷ ସେ ନାହାନ୍ତି। ସେଥିପାଇଁ ମୁଁ ମୋ ତରଫରୁ ଫକୀର ଭାଇ ଯୋଉଠି ଥାନ୍ତୁ, ଭଲରେ ଥାନ୍ତୁ। ତାଙ୍କର ସୃଷ୍ଟି ଫକୀର ଚରଣ ଦଳାଇଙ୍କର ପୁଅ ଆମର ଦୀପକ, ଯିଏକି ଏ ଅନୁଷ୍ଠାନର ମେରି ଖୁଣ୍ଟ ହିସାବରେ 4ଟା ନିର୍ବାଚନ ମଣ୍ଡଳୀରେ ଏକାଠି କରିପାରିଛନ୍ତି ସମସ୍ତ ବାସୁଳେଇ ଅନୁଷ୍ଠାନକୁ। ତେଣୁ ଆଜି ଫକୀର ଦଳେଇଙ୍କର ଯିଏ ମାମୁଁ ଅଛନ୍ତି, ଆମର ଅଲେଖ ଦଳେଇ ହୁଅନ୍ତୁ, ନେମାଳର ନିରଞ୍ଜନ ବେହେରା ହୁଅନ୍ତୁ, ଏପଟେ ଆମ ମିଟୁ ହଉ, ସମସ୍ତେ ଗୋଟେ ଏକାକାର ହେଇ ନିଜ ଧର୍ମକୁ ଓଡ଼ିଶାର ସବୁ ଧର୍ମ ଭିତରେ ଏକ କରି ରଖି ବଜାଇ ରଖିବା ପାଇଁ ଆଜିର ଏ ପ୍ରୟାସ କରିଛନ୍ତି। ଏ ପ୍ରୟାସ ପାଇଁ ସମସ୍ତ କୈବର୍ତ୍ତ ଭାଇମାନଙ୍କୁ, ମୁରବୀମାନଙ୍କୁ ଧନ୍ୟବାଦ, କୃତଜ୍ଞତା ଜଣାଉଛି। ଜୟ ଜଗନ୍ନାଥ। ମୁଁ ଶ୍ରୀ ଧରଣୀଧର ପରିଡ଼ା, এই কୈবর্ত্ত মহাসংঘর কোষাধ্যক্ষ ভার দীর্ঘ 2-3 বর্ষ ধরি পরিচালনা করুছি এবং এই পরম্পরাকু ওড়িয়া সমাজরে আমকু বঞ্চাই রাখিবাকু আমি মধ্য চেষ্টা করুছু। ଏହା ଏକ ଅନନ୍ୟ ପରମ୍ପରା, ଯାହା କେଉଁ ମହାନ ପରମ୍ପରାର ନିଦର୍ଶନ ସୃଷ୍ଟି କରେ। ପଞ୍ଚଦଶ ଶତାବ୍ଦୀରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଦ୍ୱାରା ରଚିତ ବ୍ରହ୍ମ କୈବର୍ତ୍ତ ଗୀତା ଆମକୁ ଅନୁପ୍ରାଣିତ କରେ ଯେ ଓଡ଼ିଆ ସଂସ୍କୃତି, ଜଗନ୍ନାଥ ସଂସ୍କୃତିରେ ଯେଉଁ ରହିଛି ଆମର ଚୈତାଳି ବା ଘୋଡ଼ା ନାଚ, ଯାହାକୁ ଆଧାର କରି ଏହି କୈବର୍ତ୍ତ ଜାତି ଆଜି ମହାନ। ଏହି କୈବର୍ତ୍ତ ଜାତିକୁ ଆମେ କୈବର୍ତ୍ତ ଜାତିର ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ এই যে ঘোড়া নাচ পরম্পরাকু লোক সমাজরে তথা মানব সমাজরে প্রতিস্থাপন করা চেষ্টা করছু এবং প্রতিবর্ষ এই আমার দধিবাবরঞ্জু প্রাঙ্গণରୁ আমার শোভাযাত্রা আরম্ভ হই মহাপুরুষ অচ্যুতানন্দଙ୍କ পাখে শ্রেষ্ঠ হুয়ে, যা আমাকে সহযোগ করে থাকে এই অঞ্চলর মহান সমাজসেবী শ্রীযুক্ত নৃসিংহচରଣ ମୁଦୁଲି। ତାଙ୍କର ଅଦୃଶ୍ୟ ଇଙ୍ଗିତରେ
এই পরম্পরা সুন্দর ভাবে পরিচালিত হুয়ে। তেণু আমি আম অনুষ্ঠান তরফରୁ আমি তাকে সাধুবাদ জনাউছু এবং কৃতজ্ঞতা জ্ঞাপন করুছু। আমি আশা করুছু এই পরম্পরা ওড়িয়া সংস্কৃতির এক অনন্য পরম্পরা রূপে মানব সমাজের এক নূতন অধ্যায় সৃষ্টি করিব। ক্ষমানিধি পূজাରୀ ମହାପୁରୁଷ ଅଚ୍ୟୁତାନନ୍ଦ ସେବକ ସଂଘର ସଭାପତି। କଣ କହିବେ ଆଜି ଏଠି ବାସରୀ ମାଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ସେଥିରେ କଣ କହିବେ? ନିଶ୍ଚିତ ଭାବରେ କୈବର୍ତ୍ତ ମହାସଂଘ ତରଫରୁ ପ୍ରତ୍ୟେକ ବର୍ଷ এই উৎসব পালন হচ্ছে। মা মানেଙ୍କର ପୂଜା ବିଧି ଯଥାରୀତି ପାଳନ କରାଯାଉଛି। ବାସଳେଇ ମା ମାନେ ବିଭିନ୍ନ ପ୍ରାନ୍ତରୁ ଆସୁଛନ୍ତି, ବିଭିନ୍ନ ଜିଲ୍ଲାରୁ ମଧ୍ୟ ଆସୁଛନ୍ତି। ଏଠି ଦଧିବାଉନଜୀଙ୍କ ପୀଠରେ ମା ମାନେ ଏକତ୍ର ହେଲା ପରେ ବାସଳେଇ ମା ମାନଙ୍କୁ ଏକ ଶୋଭାଯାତ୍ରାରେ ଅଚ୍ୟୁତାନନ୍ଦ ପୀଠକୁ ନିଆଯିବ, ଯୋଉଠିକି 2-3 ଦିନ ଧରିକିରି এই ଉତ୍ସବ ପରିଚାଳନା ହେବ। ତେଣୁ ଆଜି এই ଉତ୍ସବରେ ଆମ ନେମାଳ ଥାନାର AIC ଜ୍ୟୋତିରଞ୍ଜନ ମହାପାତ୍ର ମହୋଦୟ ଏବଂ ଆମର ଯୁବ ସମାଜସେବୀ ନୃସିଂହଚରଣ ମୁଦୁଲି ସମସ୍ତ କୈବର୍ତ୍ତ ଭାଇମାନେ ସହଯୋଗ କରିଛନ୍ତି। ଉତ୍ସବକୁ ଆହୁରି ସରସ ସୁନ୍ଦର କରିବା ପାଇଁ ସମସ୍ତଙ୍କର ଅକୁଣ୍ଠ ସହଯୋଗ ରହିଛି। এই ଉତ୍ସବ 3 ଦିନ ଧରି ରହିବ। ସମସ୍ତେ ଆମେ ସମସ୍ତେ ମିଳିତ ଭାବରେ এই ଉତ୍ସବକୁ ଆହୁରି ଆଗକୁ ନେବା। ଆହୁରି এই ଉତ୍ସବ ଯେମିତି ସୁଦୂର ପ୍ରସାରୀ ହେବ, ରାଜ୍ୟ ବାହାରୁ ବହୁତ ଶ୍ରଦ୍ଧାଳୁ ଆସି ମାଙ୍କର ଆଶୀର୍ବାଦ ନେବେ। এই ଅଞ୍ଚଳର এই ଯେଉଁ ଗାରିମା ଆହୁରି ଆଗକୁ ଯିବ। হচ্ছে রমেশ চন্দ্র বেহেরা। এই মা বাসুଳେଇ মহাসংঘର ମୁଁ ଅଛି ଉପସଭାପତି। କଣ କହିବେ ଆଜି ଯୋଉ ଅନୁଷ୍ଠିତ ହେଉଛି ମା ବାସରୀଙ୍କ ଶୋଭାଯାତ୍ରା ସେଥିରେ କଣ କହିବେ? ଏ ତ ପରମ୍ପରା ଜିନିଷ। ଆମେ ଦୀର୍ଘ 4 ବର୍ଷରୁ 5 ବର୍ଷ ହେଲା ଲାଗିକି ରହିଛି। ଯାଉ ବହୁ ଆଡ଼ୁ ମାଙ୍କ ସମାବେଶ ଏଇ ଜାଗାରେ ହେଉଛି। ଏଇଠୁ ଆମେ ଆରମ୍ଭ କରିକି ମହାପୁରୁଷଙ୍କ ଗାଦି କତିକି ଯାଉଛୁ। ସେଠି 3 ଦିନ ବ୍ୟାପିକି ମେଲଣ ବି ହବ, ଘୋଡ଼ା ନାଚ ବି ସେଠି ଜାଗାରେ ହବ। ତ କଣ କହିବେ ଆଜି ଯୋଉ ଅନୁଷ୍ଠାନରେ ଆସିକି ଆପଣ ଥାନା ଅଧିକାରୀ ଯୋଗ ଦେଇଥିଲେ କଣ କହିବେ? ହଁ, ଆଜିକାର ଏଇ ଅନୁଷ୍ଠାନରେ ଯେହେତୁ ନେମାଳ AIC ଜ୍ୟୋତିରଞ୍ଜନ ମହାପାତ୍ର ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏବଂ ବାଇନି ଭାଇ ଆମ ଏଇ ଡେଲ୍ଟାର ଯେ ସମାଜସେବୀ ଆମ ବଡ଼ ଭାଇ, ତେଣୁ ସିଏ ଆସି ପହଞ୍ଚିବାରୁ ଆମେ ବହୁତ ଖୁସି। ସେମାନଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛୁ ଏବଂ ନମସ୍କାର ଜଣାଉଛି।